ଶ୍ରୀମଦ୍ଭାଗବତ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ। ଓଂ ଗଂ ଗଣପତये ନମଃ। ଶ୍ରୀଶୁକ ଉବାଚ। ଶୁକ କହନ୍ତି ରାୟେ ଶୁଣ, ଏ ଭାଗବତର ଲକ୍ଷଣ। ଦଶ ପ୍ରକାରେ ଭାବ ଚିନ୍ତି, ପୁରାଣେ ପୁରୁଷ ବୋଲାନ୍ତି। ତାହା କହିବା ଏକେ ଏକେ, ପ୍ରସ୍ତାପେ ତୋହର ସମ୍ମୁଖେ। ସ୍ୱର୍ଗ ବିସର୍ଗ ଭୂତି ସ୍ଥାନ, ପୋଷଣ ମୁକ୍ତ ବିଦ୍ୟମାନ। ମନ୍ୱନ୍ତର ବଂଶାନୁକଥା, ନିରୋଧ ଆଶ୍ରୟ ବ୍ୟବସ୍ଥା। ଦଶ ବିଶୁଦ୍ଧ ଅର୍ଥେ ରହେ, ଲବ ଲକ୍ଷଣେ ଯେ ବାହୁଏ। ବେଦ ବିଚାରି ଅନୁମାନେ, ତତ୍ତ୍ୱ କହନ୍ତି ମୁନିଜନେ। ଆକାଶ ଶବ୍ଦ ତନୁ ମାତ୍ର, ମହତ ଅହଙ୍କାର ତତ୍ତ୍ୱ। ଏହାଙ୍କ ଜନ୍ମ କର୍ମ କହି, ସ୍ୱର୍ଗର ଗୁଣ ମତ ଦେଇ। ବ୍ରହ୍ମାର ଗୁଣ ବିପରୀତେ, ବିସର୍ଗ ପଞ୍ଚ ସମଚିତ୍ତେ। ବିଷ୍ଣୁ ବିଜୟ ସ୍ଥାନ କହି, ପୋଷଣ ଅନୁଗ୍ରହ ହୋଇ। ମନ୍ୱନ୍ତର ଯେ ସାଧୁ ଧର୍ମ, କର୍ମ ବାସନେ ଉତି ନାମ। ବିଷ୍ଣୁ ବିଜୟ ସ୍ଥାନ କହି, ପୋଷଣ ଅନୁଗ୍ରହ ହୋଇ। ବିଷ୍ଣୁ ଅବତାର ଚରିତ, ତଦନ୍ତେ ବନେ ଯେଉ କତ। ବଂଶାନୁକଥା ଅନୁବାଦେ, ଉତ୍ତମ ପୁରୁଷଙ୍କ ମଧ୍ୟେ। ସଂଘରି ଆତ୍ମାର ଶକତି, ଜଳେ ଶୟନ ଯୋଗପତି। ନିରୋଧ ବୋଲି ତାର ନାମ, ଲୀନ ସ୍ୱଭାବେ ପୂର୍ଣ୍ଣ କାମ। ମୁକ୍ତି ଲକ୍ଷଣ ଦିବ୍ୟ ସ୍ଥିତି, ନାହିଁ ନ ଘଟେ ପୂର୍ଣ୍ଣ ଗତି। ପ୍ରକାର ନିରୋଧ ଏ ଦୁଇ, ଆଶ୍ରମ ନାମ ଏ ବୋଲାଇ। ସେ ପରମାତ୍ମା ନର ହରି, ଏବେ ଅଶେଷ ଘଟେ ପୁରୀ। ତାର ସକାଶୁ ଜୀବ ଲୋକ, ତେଣୁ ବୋଲାଇ ଅଧାର୍ମିକ। ସେ ଅଧିଦେବତା ବୋଲାଇ, ଅଧିଭୂତଙ୍କ ଆତ୍ମା ସେହି। ଏଭାବେ ଏକ ଏକତର, କହି ନ ଲକ୍ଷୀ ପରାପର। ସର୍ବ ଆଶ୍ରୟ ତାର ନାମ, ପୁରୁହୂତ ପୁରୁଷ ନାମ। ସେ ଯେତେବେଳେ ଅଣ୍ଡଭେଦୀ, ବାହାର ହୋଇ ଗୁଣନିଧି। ଆତ୍ମାର ସ୍ଥାନ ଚିନ୍ତା କରି, ସ୍ୱଭାବେ ଜଳ ରୂପ ଧରି। ନାମ ନର ହେଲା, ତହିଁରେ ନାରୀ ଯେ ବ୍ୟାପିଲା। ସେ ଜଳ ମଧ୍ୟେ ମାୟାଧର, ବନ୍ଦିଲି ସହସ୍ର ବତ୍ସର। ଦୃଶ୍ୟ ଦୃଶ୍ୟରେ କାରଣ, ତେଣୁ ସେ ନାମ ନାରାୟଣ। ସେ ଦ୍ରବ୍ୟ ଗୁଣ କର୍ମ କାଳ, ସ୍ୱଭାବେ ହୋଇ ଏକ ମେଳ। ଯାହାନୁଗ୍ରହେ ଉପୁଜନ୍ତି, ଯାହାନୁଗ୍ରହେ ଲୀନ ଯାନ୍ତି। ସେ ଯୋଗ ମାୟା କଳ୍ପେ ଉଠି, ଆଣି କଳ୍ପଇ ନାନା ସୃଷ୍ଟି। ସୁବର୍ଣ୍ଣମୟ ତା ଶରୀର, ଭ୍ରମଇ ତ୍ରିଧା ଅହଙ୍କାର। ଅଧିଦେବତା ଆଧ୍ୟାତ୍ମିକ, ଅଧିଭୂତଙ୍କ ଅଧିରେକ। ଗୁଣ ପୌରୁଷ ବୀର୍ଯ୍ୟ ବଳେ, ତ୍ରିବିଧ ବିଧି ବହେ ହେଲେ। ଅନ୍ତେ ଶରୀର ଶୂନ୍ୟ ଭଜେ, ଆକାଶ ଗୁଣମୟ ସୂଜେ। ସ୍ୱଭାବେ ଶେଷେ ଶ୍ରେୟ ବଳ, ତେଜସ୍ୱୀ ରୂପ ଅନ୍ତର୍ଗଳ। ଏ ଚାରି ଭାବୁ ପ୍ରାଣୀ ଜାତ, ଦଶ ପ୍ରାଣୀଙ୍କ ମୂଳନାଥ। ଚଲନ୍ତି ଯାର ଅନୁପଥେ, ଅଶେଷ ପ୍ରାଣୀ ଅନ୍ତର୍ଗତେ। ରାଜାଙ୍କୁ ଜହ୍ନେ ଆଶା କରି, ସେବକ ପଥ ଅନୁସରି। ମୂଲକ ମଲୁ ସେହୁ ପଥେ, ପ୍ରାଣୀକି ବ୍ରହ୍ମ ରନ୍ଧ୍ର ପଥେ। ପ୍ରାଣୀଙ୍କ ଆତ ଜାତ ଶ୍ରମେ, କ୍ଷୁଧା ଉପୁଜେ ତୃଷା ଭ୍ରମେ। କ୍ଷୁଧା ତୃଷାର ମାର୍ଗ ମୁଖ, ଏଣୁ ସର୍ଜିଲା ଅଗ୍ରେ ମୁଖ। ମୁଖର ମୂଲେ ତାଲୁ ଜାତ, ତା ସଙ୍ଗେ ରସନା ସଂଯୁକ୍ତ। ତାର ସଂଯୋଗ ନାନା ରସେ, ଆସ୍ୱାଦେ ଆତ୍ମାର ବିଶେଷେ।
শব্দর অর্থ পূর্ণ করে অগ্নি রক্ষণ বাদ্য ধরে সূচি সুগন্ধ ভোগ ফলে নিশা বিবরে বাহু বলে আঘ্রাণ অর্থে উপজিলে তৎক্ষণে গন্ধ বাহ ভুলে আত্মার দেখি অন্ধকার ব্রহ্মা সর্জিলে অন্ধকার জ্যোতি সর্জিলা রক্ষপণে সৃষ্টি প্রকাশে দশ গুণে দেব পুরুষଙ୍କ বচনে বিধাতা দেই অনুমানে শুଣିমা অর্থে নানা শূন্য ନିର୍ମଳେ ପ୍ରକାଶିଲା କର୍ଣ୍ଣ ଦିଗ ଦେବତାଙ୍କ ରକ୍ଷଣେ ପ୍ରକାଶ ଏ ବାମ ଦକ୍ଷିଣେ ନାନା ଶବଦ ନିଷ୍ଠା ଗୁଣେ ଯେ ଦ୍ୱାରେ ଜାଣିବ ତତ୍କ୍ଷଣେ ଗୁଣ ବିଧାତା ବୁଦ୍ଧି ଯୋଗେ ଚର୍ମ ଆଚ୍ଛାଦି ସର୍ବ ଅଙ୍ଗେ ଶୀତ ତପତ ଯେତେ ଜାଣି ପବନ ଯୋଗେ ପରିମାଣି ସେ ଚର୍ମ ଇନ୍ଦ୍ରୀ ଗଣ ଭଜେ ଉପରେ ବହେ ରୋମ ରାଜେ ଅଶେଷ କର୍ମ କରିବାରେ ପ୍ରକାଶେ ହୃଦୟ ଉପରେ ବାମ ଦକ୍ଷିଣ ବେନି କର ଜହିଁ ରକ୍ଷକ ସୁନାସିର ଜୀବନ ଗତାଗତ ଶୂନ୍ୟ ବିଧାତା ସଞ୍ଚିଲା ଚରଣ ଯେ ବାମ ଦକ୍ଷିଣ ପୟର ଜହିଁ ରକ୍ଷକ ଦାମ୍ବୋଦର ସଂସାରେ ହବ କବ୍ୟ ବିଧି ଚରଣ ଯୁଗ ବୋଲି ସାଧି বস্তু উপার্জন কারণ গগনে বেনি চরণ মূল দেশে আনন্দ গগন প্রকাশে সে স্থিতি উৎপত্তি কারণে তা প্রজাপতি সুরগণে উভয় আনন্দর দ্বার অজ্ঞান তুলে নাশ কর অন্ন ভোজন রস মার্গে নাড়ী সর্জিলাକୁ যোগে নদীଙ୍କ প্রায় বেনি পাশে প্রান্তে সমুদ্র রহে গ্রাসে উভয় নাড়ী নাম তুষ্টি সমুদ্র নাম বহে পৃষ্টি আত্মা মায়াକୁ ইচ্ছা କରି সত্য হৃদয় রূপ ধরি নাম সংকল্পী চন্দ্রমন হৃদয়ে এহাଙ୍କର ସ୍ଥାନ ହୃଦये ଆବରିବା ସେ ଅସ୍ଥି ସର୍ଜିଲା ପୃଷ୍ଠ ଦେଶେ ଅସ୍ଥି ଭିତରେ ମଜ୍ଜା କଲା ଉଦରେ ମେଦ ଭିଆଇଲା ତାର ଉପରେ ମାଂସ ଧରି ରୁଧିର ଆବରଣ କରି ତାର ଉପରେ ଚର୍ମ ଲୋମ ମଜ୍ଜାର ମଧ୍ୟରେ ରହେ সোম ଏମନ୍ତ କରି ସପ୍ତ ସାଧୁ ପ୍ରାଣୀ ଜୀବନ ମୂଳ ହେତୁ ବାସ୍ତରୀ ଶସ୍ତ୍ର କଲା ନାଡ଼ି ହୃଦ କମଳ ମଧ୍ୟରେ ବେଢ଼ି ପ୍ରାଣର ୟାଙ୍କ ମଧ୍ୟରେ ଅନ୍ନର ରସ ମୂଳ ଭେଦେ ଜ୍ଞାନୀଣ୍ଡ ନାଡ଼ି ମଧ୍ୟରେ ଯାଇ ପ୍ରବେଶ ସର୍ବାଙ୍ଗରେ ନେଇ ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ ସର୍ବ ବିକାର ଆତ୍ମମନ ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ ଜଣେ ସଂସାର ମାୟା ଜିଣି ଅବନି ଉଦକ ନଳ ପବନ ଆକାଶ ମଣ୍ଡଳ ଏମନ୍ତ କହିଲି ମୁଁ ତୋତେ ବିଷ୍ଣୁର ସ୍ଥୂଳ ରୂପ ଯେତେ ଏ ଜୀବ ବ୍ରହ୍ମାଣ୍ଡ ଧାରଣ ବେଷ୍ଟିତ ଅଷ୍ଟ ଆଭରଣ ପୃଥିବୀ ଆଦି ପଞ୍ଚଭୂତେ ଏମନ୍ତ ବୁଦ୍ଧି ଅହଂକୃତେ ଏ ଅଷ୍ଟ ଗୁଣେ ଆବରଣ ଏମନ୍ତ ବ୍ରହ୍ମାଣ୍ଡ ଘଟଣ ଯେ ସ୍ଥୂଳ ରୂପ ଯେ ଯାହାର ଏହାର ପରେ ସୂକ୍ଷ୍ମ କର ସେ ନିର୍ବିକାର ନିରଞ୍ଜନ ଅନାଦି ଅଧମ ନିଧାନ ସେ ଶୂନ୍ୟ ମଧ୍ୟରେ ନିରାକାର ମନ ବଚନେ ଅଗୋଚର ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି ସେ ଖେଳେ ଆତ୍ମା ମାୟା କରି ପଣ୍ଡିତେ ନ ମାନନ୍ତି ଏହା ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା ପଶୁ ବାଲକ ରୂପେ ହରି ସେ ବ୍ରହ୍ମ ରୂପେ ଅବତରି ଏମନ୍ତେ କ୍ରିୟା ନାମ ଧାତୁ କର୍ମଙ୍କର ହେତୁ ସର୍ବ ସଂକଳ୍ପ କ୍ରିୟା ଅର୍ଥେ
ଶୁଣ କହିବା ଆଉ କେତେ। ଆତ୍ମାକୁ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ରୂପ ଧରି ମନକୁ ସର୍ଜିଲା କହିଲେ ଋଷି ଦେବତା ପିତୃ ମେଲେ। ସିଦ୍ଧ ଚାରଣ ବିଦ୍ୟାଧର ଗନ୍ଧର୍ବ ଅସୁର କିନ୍ନର ଗୃହକ ଅପ୍ସରାଜେ ଦକ୍ଷ ନାଗ କିଂ ପୁରୁଷ ପ୍ରତ୍ୟକ୍ଷ। ଖଗ ଉରଗ ମାତୃଗଣ ରକ୍ଷ ପ୍ରେତ ପିଶାଚି ଗଣ ଭୂତ କୁଷ୍ମାଣ୍ଡ ବିନାୟକ ଉନ୍ମଦ ବେତାଳ ନିରେକ ଗ୍ରହ ଡାକିନି ମୃଗ ଖର ବୃକ୍ଷ ପର୍ବତ ବନ ଘୋର ତ୍ରିବିଧ ଚତୁର୍ବିଧ ଆନେ କେବଳ ସ୍ଥଳ ବିନାଶନେ ଗଗନ ଅନ୍ତରିକ୍ଷ ଗୋଚର କୁଶଳ ଅଙ୍କୁଶଳ ପର। ଏତେ ପ୍ରକାରେ ନାମ ଗତି ଆତ୍ମାର ବୋଲେ ପ୍ରଜାପତି। ଗୁଣ ପ୍ରଭେଦ ତିନି ଲୋକ କେ ଦେବ ଦାନବ ନରକ। ସତ୍ୟରେ ସୁର ରୂପ ହୋଇ ଲକ୍ଷେ ମନୁଷ୍ୟ ସମ୍ଭବଇ ତମ ଗୁଣରେ ଅଧୋଗତି ପାପିଷ୍ଟେ ତହିଁ ବିଶ୍ରାମନ୍ତି। ଏ ତିନି ଲୋକ ତିନି ଗତି ଭାବେ ସର୍ଜିଲା ପ୍ରଜାପତି। ସେ ଗୁଣ ଚିତ୍ର ପ୍ରାୟ ହୋଇ ସ୍ୱଭାବେ ଭିନ୍ନ ଭିନ୍ନ ଦେହି ଏକ ଆରେକେ ନ ଗଣିଲେ ନିଶ୍ଚଳେ ରହି ନ ପାରିଲେ। ତା ଦେଖି ପ୍ରଭୁ ନରହରି ତତ୍କ୍ଷଣେ ଧର୍ମ ରୂପ ଧରି ବିଶ୍ୱକୁ ପାଲିବାର ଅର୍ଥେ ଦେବ ମନୁଷ୍ୟ ପଶୁ ଯେତେ ଏ ତିନି ଭାବେ ଭଗବାନ ରକ୍ଷା ପୋଷଣ କରି ସ୍ଥାନ ସୁଖ ସମ୍ଭବେ ଦିନ ହରେ ଯେ ବିଧି ସଂସାର ବ୍ୟବହାରେ। ସୃଷ୍ଟିର ଭୋଗ ଅନ୍ତେ ହରି କାଲାଗ୍ନି ରୁଦ୍ର ରୂପ ଧରି ଆତ୍ମାରେ କ୍ରୀଡ଼ା ନାଶ କରେ ବାଲକ ପ୍ରକାର ବ୍ୟବହାରେ। ସର୍ବହରଇ ଅବସାନେ ଜିମୁତ ଯେ ସନେ ଗଗନେ ଯେ ଭାବେ ହରି ଗୁଣ ଯେତେ ଦେବେ ଚିନ୍ତିଲେ ଯହିଁ ଚିତେ। ସୃଷ୍ଟିର ଆଦି ଜନ୍ମ କାଲେ ଯେ କର୍ମ ସାଧେ ଯୋଗ ବଳେ ସ୍ୱଭାବେ କର୍ମ ଯାର ନାହିଁ ବିଷ୍ଣୁର ମାୟା ପ୍ରକାଶଇ। ଏ ବ୍ରହ୍ମ କଳ୍ପିତ ସଂସାର ବିକଳ୍ପ ନାମଟିଏ ହାର ଏ ନିତ୍ୟ ସାଧାରଣ ବିଧି ଯେ ପୂର୍ବ କାଲୁ ପ୍ରସିଦ୍ଧି। ଭାବେ କହିଲୁ କଳ୍ପ ଗୁଣ ରାଜନ ସାବଧାନେ ଶୁଣ। ଶୌନକ ଉବାଚ ହେ ସୁତ କହ ବିଷ୍ଣୁ କଥା କ୍ଷଣେ ଛାଡ଼ିବ ମନ ବ୍ୟଥା। ପଦ୍ମକଳ୍ପର କଥା କହ କ୍ଷଣେ ନ ଲାଗେ ଭବ ମୋହ। ସେ ଦୁର୍ଯ୍ୟୋଧନ ଦୁଷ୍ଟ ବାଣୀ ବିଦୁର ସଭା ମଧ୍ୟେ ଶୁଣି କୁଟୁମ୍ବ ଆଶା ଦୂର କରି ବନେ ପଶିଲା କି ବିଚାରି। ପୃଥିବୀ କଲା ପର୍ଯ୍ୟଟନ ବନ ପର୍ବତ ଘୋର ବନ କୈବଲ୍ୟ ଭାବେ ଇଚ୍ଛା କଲା ଅନେକ ତୀର୍ଥ ସେ ଭ୍ରମିଲା। ମୈତ୍ରେୟ ମୁନି ସଙ୍ଗେ ତାର କାହିଁ ହୋଇଲା ଏକା ସ୍ୱର। ବ୍ରହ୍ମ ସମ୍ବାଦ ବେନି ଜନେ କରି ବଞ୍ଚିଲେ କେଉଁ ସ୍ଥାନେ। ବିଦୁର ପଚାରିଲେ ଯେତେ ମୈତ୍ରେୟ ବୁଝିଲେ ଯେ ମନ୍ତେ। ପୁଣି ସେ ବନ୍ଧୁ ତ୍ୟାଗ ଶୋକେ ମିଳିଲା ହସ୍ତିନାକଟକେ। ପରୀକ୍ଷ ବାକ୍ୟ ଚିତ୍ତେ ଘେନି
ତାହା କହିଲେ ସୁଖମୁନି। ସେ ପ୍ରଶ୍ନ ଅନୁସାରେ ଯେତେ ଶୁଣ କହିବା ଭାଗବତେ। ସୁକ ସୌନକ ସମ୍ପାଦନ ଶୁଣନ୍ତେ ନ ଲାଗୋଇ ବିଘ୍ନ। ଦ୍ୱିତୀୟ ସ୍କନ୍ଧେ ଭାଗବତ ଅମୃତ ରସମୟ ଗୀତ। ସୁଜନ ପ୍ରାଣୀଙ୍କର ହିତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ଦ୍ୱିତୀୟ ସ୍କନ୍ଧେ ଦଶଲକ୍ଷଣ କଥନେ ନାମ ଦଶମୋଧ୍ୟାୟ।